ମୁଁ କହିଥିଲି ଯେ ବର୍ତ୍ତମାନ ଯେଉଁ ଗଛରେ ଫଳ ହେଇଛି ପାଚିଲେ ବି ଅପଡ଼େଟ୍ ଦେବି। ଦେଖନ୍ତୁ କେତେ ସୁନ୍ଦର ଫଳ ପାଚିଲାଣି, ତୋଳା ଟାଇମ୍ ହେଇଗଲାଣି। କେତେ ସୁନ୍ଦର ଫଳ। ଗଛରେ 3ଟା ହେଇଥିଲା, 3ଟାରୁ 2ଟା ପାଚି ଯାଇଛି, ତୋଳା ହେବ। ଆଉ ଗୋଟେ ଲାଗିବ 5 ଦିନ କି 8 ଦିନ ଆଉ ଲାଗିବ ହେବା ପାଇଁ। 2ଟା ଏ ଗଛରେ ବି ଅପଡ଼େଟ୍ ଦେଉଛି। ଦେଖନ୍ତୁ କେତେ ସୁନ୍ଦର ଭାବରେ ହେଇଛି। ଇଏ ଗୋଟେ 300 ଗ୍ରାମ, 250-300 ଗ୍ରାମ ଉପରେ ହେବ। ଆଉ ଏଇଟା ଗୋଟେ ଗଛରେ ଏଇଟା ବି ମଧ୍ୟ ହେଇଯାଇଛି। ଏଇଟା ଗୋଟେ 500 ଗ୍ରାମରୁ, ଏଇଟା 500 ଗ୍ରାମରୁ କମ୍ ହେବନି, 500 ଗ୍ରାମ ହେବ କି 400 ଗ୍ରାମ ଭଳିଆ ହେବ। ମୁଁ ଭାବୁଛି 400-500 ଗ୍ରାମ ଭିତରେ ହେବ। ଏ ଭେରାଇଟି ହେଉଛି, ନାଁ ହେଉଛି ମୁରାକନ୍ ରେଡ୍। ବହୁତ ସୁନ୍ଦର ଟେଷ୍ଟ ଫଳ, କିନ୍ତୁ ମୁଁ କହିଥିଲି ଧଳା ଟିକେ ସ୍ଲୋରେ ହେବ। ଏ ଧଳା, ଏସବୁ ହେଉଛି ଧଳା। ଏ ହେଇନି, ଇଏ ଆହୁରି ଲାଗିବ 8 ଦିନ କି 15 ଦିନ ଆହୁରି ସମୟ ଲାଗିବ ହେବା ପାଇଁ। କିନ୍ତୁ ଏଇ ଫଳଟା ଯେତେ ଫଳ ହେଇଛି, ଏଇ ଫଳଟା ଟିକେ ବଡ଼। ଆଉ ଏଇଟା ଧଳା। ଯାହା ହଉ, ଆପଣ ଭିଡ଼ିଓ ଦେଖୁଛନ୍ତି ସତ, କିନ୍ତୁ କୌଣସି କମେଣ୍ଟ କରୁନାହାନ୍ତି। କଲେ ଭଲ ହୁଅନ୍ତା, ଭିଡ଼ିଓ କରିବା ପାଇଁ ଆମକୁ ଇଣ୍ଟରେଷ୍ଟ ଲାଗନ୍ତା। ଦେଖନ୍ତୁ ଏଇ ଗଛରେ 7ଟା ମୁଁ ଅପଡ଼େଟ୍ ଦେଇ ଆସୁଛି, 7ଟା ଯାକ ଫଳ ସେଟ୍ ହେଇଯାଇଛି। ଦେଖନ୍ତୁ ଏଇଟା ଗୋଟେ, ଏଠି 2ଟା 3ଟା, ଏଠି 4ଟା 5ଟା 6ଟା, ତଳେ ଗୋଟେ 7ଟା। ସାତଟା ଫଳ ହେଇଛି। ଇଏ ହେଉଛି ଉପର ଚୋପାଟା ତାର ଲାଲ ହେବ, ଭିତରୁ କାଟିଲେ ଧଳା ବାହାରିବ। କିନ୍ତୁ ଇଏ ବି ଉପର ଲାଲ ହୋଇଛି, କାଟିଲେ ଭିତର ମଧ୍ୟ ଲାଲ ହେବ। ଫଳ ଫୁଲରୁ ମାନେ କଢ଼ରୁ ଫୁଲ, ଫୁଲରୁ ଫଳ ହେବା ପାଇଁ ମିନିମମ୍ 45 ଦିନ ସମୟ ଲାଗୁଛି। 45-44 ଦିନ ସମୟ ଲାଗୁଛି ହେବା ପାଇଁ। ଯେହେତୁ ଆଗ ପଛର ଚାରା ଲଗା ହେଇଛି, ଆଗ ପଛ ହିଁ ହେଉଛି। ଏଇ ଗଛ ଆଗ ଲାଗିଥିଲା, ଏଥିରୁ ଆଗ ଫଳିଲା। ଏ ଗଛ ପଛରେ ଲାଗିଛି, କିନ୍ତୁ ପଛରେ ଫଳିବ। ଗଛ ଫଳିବ ଆର ବର୍ଷ। ଆଉ 1-2 ମାସ ଟପିଗଲା ପରେ ବା ଖରାଦିନ ଆସେ, ଶୀତ ଦିନରେ କୁହନ୍ତି ସ୍ଲୋ ହୁଏ, ଫଳିବା ଟିକେ ସ୍ଲୋ ହୁଏ। ଦେଖିବା ଶୀତ ଦିନେ କ'ଣ ହେଉଛି, ତାର ବି ଅପଡ଼େଟ୍ ଦେବି ଆପଣଙ୍କୁ। ତ ମୋର ଗୋଟେ କହିବା କଥା ହେଉଛି, ତାକୁ ନିଜର ଜାଗା ନଥିଲେ ମଧ୍ୟ ଆପଣ କୁଣ୍ଡରେ, କୋଠା ଉପରେ ଲଗେଇ ପାରିବେ। ଗୋଟେ କୁଣ୍ଡରେ ଆପଣ ଯଦି ବର୍ଷା ହେଲା କି ଜୋରସେ କିଛି ଦୁର୍ବିପାକ ହେଲା, ତୋଫାନ ହେଲା, ଆପଣ ତାକୁ ଉଠେଇକି ଘରକୁ ମଧ୍ୟ ନେଇକି ଯାଇପାରିବେ। ଆଉ ମୁଁ ଏଇ ଭିଡ଼ିଓରେ ବେଶୀ କିଛି କହୁନାହିଁ, ହେଲେ ଏତିକି ଆପଣଙ୍କୁ କହିଥିଲି ଅପଡ଼େଟ୍ ଦେବି ବୋଲି। 3ଟି ଫଳ ବର୍ତ୍ତମାନ ତୋଳା ହେବା ଯୋଗ୍ୟ ହେଇଗଲାଣି।
ଚାରା ବି ମଧ୍ୟ ମୁଁ କରୁଛି। ଚାରା ଗୋଟାକ 50 ରୁ 60 ଟଙ୍କା ଆପଣଙ୍କୁ ପଡ଼ିବ। 6 ରୁ 7 ମାସରେ ଫଳିବା ଷ୍ଟାର୍ଟ ହେବ, ଗ୍ୟାରେଣ୍ଟି। ଏଥିରେ ଅର୍ଗାନିକ ଲିକ୍ୱିଡ଼ ଅଛି।